जय जगन्नाथ। पवित्र राधाष्टमी उपलक्षे ଯେହେତୁ आपनको ଏଇଟା शुभेच्छा ରାଧାଷ୍ଟମୀ ଦିନର शुभकामना। ଭିଡ଼ିଓ आज ଆପଣ तो ପାଖରୁ ପୋଷ୍ଟ राधाष्टमी କଲା ବେଳକୁ जेहेतु एठी ସୋମବାର ହେଇଯିବ पाखरे ତା मंदिर ପରଦିନ नाही ହେଇଯିବ। मोर भी ମୁଁ आज ଚେଷ୍ଟା फास्टिंग କରୁଛି अच्छी ଆପଣଙ୍କ तो ପାଖରେ मुझे ପହଞ୍ଚାଇବା ପାଇଁ। बाबा को ତ तो ସବୁଥିରେ माने ଆଶା तो କରୁଛି तांको ही ଆପଣଙ୍କୁ ଭିଡ଼ିଓ ଟିକେ पूजा ଭଲ करी ଲାଗିବ। देइछि। पूजा एबे जो सइला एबे मो आज जेहेतु पागुन सब देखे मु पूजा कला बेले तो ताकू ही मु पाखरे बसे कि सब पूजा करे। पागुन चुट्टी टाना काटुची काटुची बापा काटुची चुट्टी टान देनी ची गगी गगी पाटे पुरांतीनी गगी ही तो देखो 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 एपड़ कौन पागुन हेई रे टॉय टॉय यही काय पागुन ची गगी बाबा चुट्टी पाटर पुरांतीनी ची चलतु आज जहाँ मु पूरा दिन सारा मोर आज केमिति बीतुची एठी माने जोटा कि पूजा पर्व रे जेहेतु एठी किछि जणा ही पड़ेनी सेमिति भी किछि पाखरे मंदिर थिले हाँ आमे जाइके दर्शन करि आस्तांतु लागि थांता हाँ आज किछि बट जेहेतु एठी पाखरे मंदिर नाही तो घरे ही आमे पूजा करि देइचु। मोर एबे जस्ट पूजा सहिला आ पूरा दिन आज केमिति बीतुची पागल गगीटा चलतु कंटिन्यू रुहतु से मो चुट्टी टाणिक रखिब नेबे ताको चुट्टी के ऊपर ही टेकी दिए जेहेतु आज फास्टिंग तो से मुझे हेयर वाश करी चलो 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 नमो नमो पागल नमो नमो करिचो नमो नमो करिना ओके देन कंटिन्यू रुहतु आगु को देखंतु। ପାଗୁନ ଯେହେତୁ ଶୋଇଥିଲା ମୁଁ ସେଇ ଟାଇମ୍ରେ ତାକୁ ଗାଧେଇ ପଡ଼ିଲି ଜଲ୍ଦି ଜଲ୍ଦି। ତାପରେ ଏଇଠି ତାକୁ ମୁଁ ତାର ଯେଉଁ ଜିଭ କ୍ଲିନ୍ କରିଥିଲି ଆସିଲା ବେଳେ ଆମ ଡକ୍ଟରଙ୍କ ସହିତ ମାନେ କଥା ହେଇକି ଆସିଥିଲୁ ତ ସେ କିଛି ଆମକୁ ଆଡ଼ଭାଇସ୍ ଦେଇଥିଲେ ଆଉ ଯେଉଁଟାକି କିଛି ଗୋଟେ ଲିକ୍ୱିଡ଼ ଟାଇପ୍ର ଯେଉଁଟା ତା ଜିଭ କ୍ଲିନ୍ କରିବା ପାଇଁ ସେ ଆମକୁ ପ୍ରେସ୍କ୍ରାଇବ୍ କରିଥିଲେ। ଆମେ ଆସିଲା ବେଳେ ନେଇ ଆସିଥିଲୁ ତ ମୁଁ ତାକୁ ଡେଲି ହିଁ ତା ଜିଭ କ୍ଲିନ୍ କରେ ସେଥିରେ ସେ ଲିକ୍ୱିଡ଼ରେ ବ୍ୟାଣ୍ଡେଡ଼୍ରେ ହାତରେ ଗୋଡ଼େଇକି ତାକୁ କ୍ଲିନ୍ କରେ। ତାପରେ ତାକୁ ତ ମୁଁ ଛତୁଆ ଖୋଇଦେଇଥିଲି କାହିଁକିନା ମୁଁ ଏଇଟା ଘରେ ହିଁ ବନେଇଥିଲି କି ତାକୁ ତା ଟେଷ୍ଟ ଚେଞ୍ଜ କରିବା ପାଇଁ ଯେହେତୁ ଆମେ ଏଇଠି ସାଲାଡ଼୍ ତାକୁ ଦେଉ ଫିର୍ ବି ମୁଁ ତାକୁ ଟେଷ୍ଟ କରିବା ପାଇଁ ମୁଁ ଘରେ ବନେଇଥିଲି କିଛି ଇନଗ୍ରିଡ଼ିଏଣ୍ଟସ୍ ପକେଇକି ଯେଉଁଟାକି ଛତୁଆ ଆଉ ତାକୁ ମୁଁ ଦେଉଥିଲି ତା ସହିତ ଟିକେ ଖେଳି ଖେଳି ସେ ଖାଇଲେ ସେ ଖାଇବ ତ ମୁଁ ଆଗେ ତ ସେ ଯେହେତୁ ମୁଁ ଫ୍ରେଶ୍ ହେଇକି ଆସିଥିଲି ସେ ଉଠି ସାରିଥିଲା ତାକୁ ମୁଁ ଖୋଇଦେଲି ଆଗେ ଖୋଇଦେଇ ସାରିଲା ପରେ ମୁଁ ପୂଜା କଲି ଆଉ ତ ଟିକେ ଖାଇବାରେ ବି ଟିକେ ସେ ପ୍ରୋବ୍ଲେମ୍ କରୁଛି କାହିଁକିନା ସେ ଏବେ କିଛି ମାନେ ବହୁତ କମ୍ ଖାଉଛି ଏବେ ତ ସେଥିପାଇଁ ଟିକେ ଟେନସନ୍ ଲାଗୁଛି। ତ ତାକୁ ମୁଁ ଖୋଇ ସାରିଲା ପରେ ତାକୁ ମୁଁ ସେଇଠି ବସେଇ ଦେଇଥିଲି ପାଖରେ ଯେହେତୁ ଟିକେ ଟିକେ ସେ କାନ୍ଦୁଥିଲା ଆଉ ମୁଁ ଆସିଲା ବେଳେ ମୋର ଏଇ ଶାଢ଼ୀ ହିଁ ନେଇକି ଆସିଥିଲି କାହିଁକିନା ପୁଅ ପାଇଁ ମୁଁ ପୂଜା କରେ ତ ସେଥିରେ ମୁଁ ଏଇ ଶାଢ଼ୀ ସବୁବେଳେ ପିନ୍ଧିକି ତାର ପୂଜା କରେ ଯେଉଁଟାକି ତାର ଚନ୍ଦ୍ର ପୂଜା ହୁଏ ତ ମୁଁ ସେଇଟା ରଖିଥିଲି ତ ସେଇଟା ହିଁ ଆଜିକା ଦିନରେ ବାହାର କରିକି ମୁଁ ପିନ୍ଧିକି ପୂଜା କରୁଥିଲି ଆଉ ଯେହେତୁ ମୁଁ ଶାଢ଼ୀ ପିନ୍ଧିଥିଲି ସେ ମୋତେ ଦେଖିକି ମାନେ ଅନଉଥିଲା କି ଯେ ଇଏ ମାମା କି କ'ଣ ତ ମୁଁ ଫଟାଫଟ ଟିକେ ରେଡ଼ି ହେଇଗଲି ଯେହେତୁ ମୁଁ ଏତେ କିଛି ଫେସ୍ରେ କିଛି ପ୍ରଡ଼କ୍ଟ ହିଁ ୟୁଜ୍ କରେନି ବସ୍ ବେଶୀ ମୁଁ ସିରମ୍ ହିଁ ୟୁଜ୍ କରେ ଯେଉଁଟାକି ମାମାଆର୍ଥର ଓନ୍ଲି ସିରମ୍ ୟୁଜ୍ କଲି ଦେନ୍ ସିନ୍ଦୁର ଲଗେଇଥିଲି ଲିପଷ୍ଟିକ୍ ଟିକେ ଲଗେଇଥିଲି ଯେହେତୁ ସବୁ ଝିଅମାନଙ୍କର ଲିପଷ୍ଟିକ୍ ଟିକେ ଫେଭରାଇଟ୍ ତ ଟିକେ ଟଚ୍ ଅପ୍ କରିଦେଲି କରିସାରିଲା ପରେ ପଛରେ ପୁଣି ପାଗୁନ ବି ଟିକେ ଟିକେ କାନ୍ଦୁଥାଏ ତାକୁ ମୁଁ ମଝିରେ ମଝିରେ କଥା ହେଉଥାଏ ଯେମିତି ଯେମିତି ମୁଁ ରେଡ଼ି ହେଇଗଲା ପରେ ହିଁ ମୁଁ ଯାଇକି ଦେନ୍ ପୂଜା କରୁଛି ଆଉ ପୂଜା କଲାବେଳେ ସେ ସବୁବେଳେ ମୋ ପାଖରେ ହିଁ ବସେ ଦୀପ ଧୂପ ଯେତେବେଳେ ଲାଗେ ସେ ସେଇଟାକୁ ହିଁ ଦେଖେ।
ଏଇଠି ଦେଖନ୍ତୁ ସେ ମୁଁ ପୂଜା କରୁଛି। ପୂଜା କରିବା ପାଇଁ ଯେତେବେଳେ ଆସିଲି ସେ ସେଇଠି ହିଁ ବସିକି ଦେଖେ କେମିତି ମୁଁ ପୂଜା କରେ। ତାପରେ ମୁଁ ଏଠି ଗଙ୍ଗା ପାଣି ମୋ ଘରକୁ ନେଇ ଆସିଥିଲି, ବାପା ଦେଇଥିଲେ ମୋତେ କିଣିକି। ତ ଆମେ ଏତେ ଜଲ୍ଦି ଜଲ୍ଦିରେ ଆସିଲୁ, ତ ମୁଁ ଯେତିକି ପାଇଲି ବହୁତ ଅଳ୍ପ ଅଳ୍ପ ଆମେ ଜିନିଷ ନେଇକି ଆସିଥିଲୁ। ତରତରରେ ପ୍ୟାକିଂ ବି କରିବା ପାଇଁ କିଛି କିଛି ଜିନିଷ ଆମେ ଛାଡ଼ିକି ବି ପଳେଇ ଆସିଥିଲୁ। ତ ମୁଁ ଏଇଠି ଚନ୍ଦନ ଦେଲି। ଚନ୍ଦନ ଦେଇ ସାରିଲା ପରେ ଫୁଲ ମୁଁ ୟାଙ୍କୁ କହିଥିଲି ନେଇ ଆସିଥିଲେ ସେ ଫୁଲ। ମୁଁ ସେଠୁ ଦେଲା ପରେ କାହିଁକିନା ପାଗୁନ ସେ ଟାଇମ୍ରେ ଟିକେ ଟିକେ କାନ୍ଦୁଥାଏ। ସିଏ ଖାଲି ସବୁବେଳେ ଦୀପକୁ ହିଁ ଦେଖେ, କାହିଁକିନା ସେଟା ଯେତେବେଳେ ନିଆଁ ଜଳିବ ନା, ତ ଦୀପ ଧୂପ ଏସବୁ ଲଗାଇଲା ପରେ ସେଇଟା ଦେଖିକି ଆପେ ଆପେ ଖୁସି ହେବ। ତ ମୁଁ ତାକୁ କହୁଥିଲି ହଁ ମୁଁ ଲଗାଉଛି ଟିକେ ରହିଥା। ଫୁଲ ଟିକେ ଦେଇଦିଏ, ଚନ୍ଦନ ଟିକେ ଦିଏ। ତାପରେ ବାବାଙ୍କର ଯେହେତୁ ମନ୍ତ୍ର ଥାଏ, ସେ ମନ୍ତ୍ର ହିଁ ମୁଁ ପଢ଼େ ଯେତେବେଳେ ସେ ସେଇଟା ପଢ଼େ ମୁଁ କୁହେ ଯେତେବେଳେ କହିକି ପୂଜା କରେ, ସେ ସେଇଟାକୁ ଶୁଣିବ, ଟିକେ ଚୁପ୍ ରହିବ, ଫୋନ୍ ସେଇଟା ବନ୍ଦ କରିଦେଲେ ଫୋନ୍ ଟିକେ କାନ୍ଦିବ। ତ ଏମିତି କରିକି ମୁଁ ତାକୁ ତା ସହିତ ମଝିରେ ମଝିରେ କଥା ହେଇକି ମୋର ପୂଜା ବି ମଧ୍ୟ ସେଇ ଟାଇମ୍ରେ ସେଇ ଭିତରେ ମୁଁ ସାରିଦେଲି। ଏଇଠି ଦେଖନ୍ତୁ ମୁଁ ଏଇଠି ଦୀପ ଜଳାଉଛି, ସେ ସେଇଠିକି ଅନେଇକି ବସିଛି। ସେ ସେମିତି ଅନେଇକି ବସିବ। ତା ପାଖକୁ ଯିବ, ତାକୁ ଯଦି ଆମେ କହିବୁ କିଛି ନାହିଁ ଏଇଟା ଧରନି ତ ସେ ସେଇଟା ଟିକେ ଦୂରିକି ଠିଆ ହେଇ ଦେଖିବ, ନହେଲେ ପୁରା ପାଖକୁ ପଳେଇଯିବ। ସେମିତି ଯଦି ଦୂରରୁ ବି ତାକୁ ଆମେ ଟିକେ ନେଇ ଆସୁ, ସେ ଦୂରରେ ବସିକି ସେ ଦୀପ ଜଳିବା ପର୍ଯ୍ୟନ୍ତ ଧୂପକୁ ବି ସେ ସେମିତି ଅନେଇଥାଏ। ତାପରେ ଏଇଠି ଆସିଲା ପାଗୁନ ଟିକେ ଖେଳୁଥିଲା, ତ ମୁଁ ତା ସହିତ ଟିକେ ତା ସହିତ ଟିକେ ବସିଲେ ସେ ଟିକେ ଭଲ ଲାଗିବ ତାକୁ କଥା ହେଲେ। ତ ସେ ଖେଳୁଥିଲା, ତ ମୁଁ ଏଠି ଆସିକି କିଛି ୱାସିଂ ମେସିନ୍ରେ କପଡ଼ା ନେଇ ଆସିଲି, ଆସିକି ତାକୁ ଶୁଖଉଥିଲି। ସେ ସେଇଠି ବସିକି ଖେଳୁଥିଲା। ତ କାହିଁକିନା ଯେହେତୁ ପାଗୁନ ଟିକେ ସୁସୁ କରୁଛି, ତ ମୁଁ ତାକୁ ରେଗୁଲାର ପ୍ୟାଣ୍ଟ ଚେଞ୍ଜ କରେ, କାହିଁକିନା 2 ମିନିଟ୍ରେ 5 ମିନିଟ୍ରେ ଥରେ ଯେତେବେଳେ ସେ ସୁସୁ କରେ ବାର ତ କପଡ଼ା ଯେତେବେଳେ ଅଧିକ ଯାଏ ମୁଁ ତା ହିଁ ବର୍ଥଡ଼େ ବେସିସ୍ରେ ମୁଁ ତାକୁ ଧୋଇଦିଏ, ସବୁ ରଖେନି ବେଶୀ ଦିନ। ତ ମୁଁ ଜଲ୍ଦି କପଡ଼ା ଶୁଖାଇ ଦେଲି। ଶୁଖାଇ ସାରିଲା ପରେ ମୁଁ ଏଠି ଆସି ଟିକେ କଫି ପିଉଥିଲି। ଯେହେତୁ ଫାଷ୍ଟିଂ ଥିଲା, ମୁଁ ଶାଗୁ ପକାଇଥିଲି, ଶାଗୁରେ ଫ୍ରୁଟ୍ସ ମୁଁ ଲଞ୍ଚରେ ମଧ୍ୟ ଖାଇବା ପାଇଁ ମୁଁ ଟିକେ କଫି ପିଉଥିଲି। ପିଇ ସାରିଲା ପରେ ପାଗୁନ ଯେହେତୁ ସେଇ ଟାଇମ୍ରେ ଶୋଇଥିଲା, ପୁଣି ଟିକେ ଉଠିଗଲା ପରେ ମୁଁ ତାକୁ ଶୋଉଥିଲି, କାହିଁକିନା ତାକୁ ଟିକେ ଏମିତି ଝୁଲେଇକି ଗୀତ ଗାଇକି ଶୋଇଲେ, ଯେଉଁଟାକି ଜହ୍ନମାମୁଁ ଗୀତ ଗାଇକି ସେ ଶୋଇଲେ ହିଁ ସେ ଶୋଇ ପଡ଼ିବ ବହୁତ ଜଲ୍ଦି। ମୁଁ ପୁଣି ଗଲି ତାକୁ ପୁଣି ଏମିତି ଝୁଲେଇକି ତାକୁ ଗୀତ ଗାଇଲି, ତାହେଲା ପରେ ସେ ପୁଣି ଶୋଇପଡ଼ିଲା ପରେ ଯଦି ମୁଁ ଯେଉଁଟାକି ମୁଁ ଆସିକି ପୁଣି ମୋର କଫି ପିଇଲି। ଆଉ ବେଶୀ ତ ମୁଁ କିଛି ସୁଟ୍ କରିନାହିଁ, ବଟ୍ ଆଜି ଟାଇମ୍ ଯେତିକି ପାଇଲି ମୁଁ କଲି। ଆଉ ତାପରେ ସେ ଶୋଇଗଲା ପରେ ମୁଁ ଆସିକି ଟିକେ ଏଡ଼ିଟିଂ କଲି, ଯେଉଁଟାକି ଭିଡ଼ିଓସ୍ ଗୁଡ଼ାକ ଏଡ଼ିଟିଂ କରିଲେ ଯେଉଁଟାକି ଆପଣମାନଙ୍କ ପାଖରେ ପୋଷ୍ଟ କରିପାରିବି। ବାସ୍ ଦିନଟା ଏମିତି ଗଲା। ଆଶା କରୁଛି ବ୍ଲଗ୍ଟି ଆପଣଙ୍କୁ ଭଲ ଲାଗିଥିବ।